ମୋ ବ୍ଲଗକୁ ସ୍ୱାଗତ ଜଣାଉଛି। ଆପଣମାନେ କେମିତି ଅଛନ୍ତି? ଭଲ ଅଛନ୍ତି? ମୁଁ ବି ବହୁତ ଭଲ ଅଛି। ମୁଁ ଏବେ ଯାଉଛି ଗୋଟେ ଜାଗା, ଠିକ ଅଛି। ସେଠି ପହଞ୍ଚିଲା ପରେ ଆପଣ ଜାଣିଯିବେ ସେଟା କୋଉ ଜାଗା, ଠିକ ଅଛି। ଦେଖନ୍ତୁ ଏ ବାଟରେ ଯାଉଛି ଏବେ ମୁଁ। ସେଠି ପୋଷ୍ଟର ଲଗା ହେଇଛି, ମେଲୋଡି ହବ। ବହୁତ ସାରା ଲୋକ ଅଛନ୍ତି ଏଠି। ଏ ଆଗରେ ମନ୍ଦିର, ହାଇ ସେଇଠି ମନ୍ଦିର ଅଛି, ଠିକ ଅଛି। ଏ ନଦୀଟା ଏଇଟା। ଆଗରେ କେତେ ସାରା ଚମ୍ପା ଫୁଲ ଫୁଲ ଫୁଟିଛି, ଠିକ ଅଛି। ନଦୀ ବାବା ଗାଡି ରଖିକି ଏବେ ତଳକୁ ଯିବୁ ଆମେ, ଠିକ ଅଛି। ଆମେ ଓହ୍ଲେଇଲୁ, ମୁଁ ଏଠି ପହଞ୍ଚି ଯାଇଛି, ଠିକ ଅଛି। ଆଗକୁ ଯାଉ ଚାଲି ଚାଲିକି। ଦେଖନ୍ତୁ ସାମନେ ଆଗରେ ବି ଗୋଟେ ସିଢି ପଡିବ, ଠିକ ଅଛି। ସେ ଆଗର ଗୋଟେ ସିଢି ପଡିବ, ସେ ସିଢିରେ ଆମେ ଯିବୁ। ତାପରେ ତଳୁ ପୁଣି ଗୋଟେ ସିଢି ପଡିବ, ସିଢି ପଡିବନି, ଠିକ ଅଛି। ସେମାନେ ଏଇଟା ମନ୍ଦିର, ମୁଁ ଯୋଉ ଦେଖୁଥିଲି ଆସିଲା ବେଳେ ମନ୍ଦିରଟା, ଏଇଟା ସେଇ ମନ୍ଦିର, ରାମ ମନ୍ଦିର। ରାମ ସୀତାଙ୍କର ବାହାଘର ହଉଛି ସେଠି, ସେଇପାଇଁ ମୁଁ ସେଠି ଯାଇଥିଲି ଭୋଜି ଖାଇତେ, ପ୍ରସାଦ ନେଇତେ, ବୁଝିଲି ପ୍ରସାଦ। এই ଦେଖନ୍ତୁ ଏଇଟା ରାମ ମନ୍ଦିର, ଏଇଟା କାଉପୁର ରାମ ମନ୍ଦିର, ଠିକ ଅଛି। ସେମିତି ଆଗକୁ ଯିବା, ସିଢି ପଇଲା, ଆଗକୁ ସିଢି ଆସିଗଲା। ଆଗର ସେଠି ସବୁ ଲୋକ ଦେଖାଉଛି, ଭୋଜି ବି ଦଉଛନ୍ତି। ସେଠି ଭୋଜି ନା ପ୍ରସାଦ ଭୁଲି ଯାଉଛି ଖାଲି, ପ୍ରସାଦ ଦଉଛନ୍ତି। ଦେଖନ୍ତୁ ତ ଏଇ ସିଢି ପଇଲା, ସେଠି ଆଗରୁ ଗୋଟେ ମାଇକ ଦେଇଛନ୍ତି। ଆଗକୁ ମୁଁ ଯାଉଛି ଏବେ, କିନ୍ତୁ ଆଗରେ ଦେଖିବା, ଠିକ ଅଛି। ଏଇ ଦେଖନ୍ତୁ ସେଠି ଗୋଟେ ପହଞ୍ଚିକି ସେ ଆଗରେ ଗୋଟେ ମାଇକ ଦେଇଛନ୍ତି ଦିଟା, ପୁଣି ମୁଁ ଗୋଟେ ଦିଟା ଦେଇଛନ୍ତି, ମୁଁ ଗୋଟେ ଦେଖିଥିଲି ଦିଟା। ମୁଁ ତଳୁ ଗଲି ତ ସ୍ପିଡ ଭାବୁଛି କେତେ ସାରା ଲୋକ। ଏଇ ଯୋଉ ଟେଣ୍ଟ ମରା ହେଇଛି, ସେଇ ଟେଣ୍ଟ ତଳେ ହଉଛି ରାମ ସୀତାଙ୍କର ବାହାଘର। ବାବା ମୁଁ ଆସିଛୁ ବ୍ଲଗ କରତେ, ବାହାଘର ଦେଖିତେ ଆଇଛୁ। ସମସ୍ତେ ବାହାଘର ଦେଖିଛି, ଆମ ସହିତ ବାହାଘର ଦେଖିଲେ ଦେଖତେ ଆଇଛୁ। ଏଇ ଦେଖନ୍ତୁ ପହଞ୍ଚିଗଲି ସେଠି। କଲେଜ ସ୍କୁଲ ଛୁଆ ବି ସେ ଯାଇଛନ୍ତି, କଲେଜ ଛୁଆ ଯାଇଛନ୍ତି। ବୁଢା ବୁଢୀ ସେ ଯିବା କଥା, ମଙ୍ଗଳ ହବ। ଦେଖନ୍ତୁ ଏବେ ମୁଁ ଆଗକୁ ଯାଉଛି, ବାହାଘର ହବ ଦେଖିବେ। ପ୍ରବଳ ଲୋକ ଏଠି, ଠିକ ଅଛି। ବହୁ ଲୋକ, ମଣ୍ଡପ ପାଖକୁ ପହଞ୍ଚିଗଲି। ତା ଆଗ ଠିଆ ହେଇଛି ମୁଁ। ଏଇ ଦେଖନ୍ତୁ ଏଇଟା ସେ ପୂଜା ହଉଛି, ଥଣ୍ଡା ଧରିଛି। ଏଇ ଦେଖନ୍ତୁ ଭଲ ଆସିଲେ ବାହାଘରଟା। ବହୁତ ସାରା ଲୋକ, କେତେ ସାରା ଭୋଜି ବି ବହୁତ ଦଉଛନ୍ତି, ଠିକ ଅଛି। ଦେଖନ୍ତୁ ଦିଟା ବୁଢା ବସିଥିଲେ, ଗୋଟେ ବୁଢା ଉଠିଗଲା, ଆଉ କିଛି ବୁଢା ବସେଇକି ଜାଣି ସମୁଦି ବି ଅଛନ୍ତି ଏଠି, ସମୁଦି ମେଳନ ହଉଛି, ଠିକ ଅଛି। ଦେଖନ୍ତୁ ଆଜି ଆପଣ ସମସ୍ତଙ୍କୁ ଦେଖିଥିବେ ନା ବାହାଘର, କିନ୍ତୁ ଆପଣ ସତରେ ରାମ ସୀତାଙ୍କର ବାହାଘର ଦେଖିନାହାନ୍ତି। ଆମେ ସିନା ତାଙ୍କ ଠାକୁରଙ୍କର କରୁଛୁ, କିନ୍ତୁ ସିଏ ବି ସତରେ ବାହା ହେଇଛନ୍ତି। ଆପଣ ରାମ ସୀତାର କାହାଣୀ ଜାଣିଛନ୍ତି ଆପଣ ମାନେ? ଏଇ ଦେଖନ୍ତୁ ଏତିକି ଲୋକ ଚାଉଳ ଦାନା ସେତିକି, ଲୋକ ସେତିକି ଥିବେ।
ଲୋକ ତାର ଦି ଗୁଣା ଆହୁରି ଠିକ ଅଛି। ଦେଖନ୍ତୁ ନା ସେ ଯୋଉ ଝିଅଟା କ୍ୟାମେରାକୁ ଦେଖିକି ଏମିତି କରୁଛି ଗୋଟେ ଫଟୋ ଉଠେଇଛନ୍ତି କିଏ ଗୋଟେ ତ ଦେଖିବେ ଫଟୋ ଉଠେଇଛନ୍ତି ମନ୍ଦିର ଯିବା ମନ୍ଦିର ଭିତରକୁ ଠିକ ଅଛି। ମୁଁ ଯାଉଛି ଏବେ ହାଇଟରୁ ଆଉଥରେ ଗୋଟେ ସିଡି ପଇଲା ମନ୍ଦିର ଉପର ଚଢିବା ପାଇଁ କି ଚପଲ ବହୁତ ସାରା ଖାଇଛି। ଏଇ କେତେ ବଡ ଲାଇନ ଏଇ ଦେଖନ୍ତୁ ଏଠି ବାରିନସନା ନଦୀ ପାର କରି ଯାଇଥିଲେ ତାକୁ ପୋଷ୍ଟର ଲେଖା ହେଇଛି। ପଥରରେ ରାମଙ୍କ ନାମ ଲେଖିକି ତଳେ ପକେଇଦେଲା ପଥର ଭାସୁଛି। ସେଇଟା ସେମାନେ ଚଢି ଯାଉଥିଲେ। ହାତୀ ବି ଚଢି ଯାଉଛନ୍ତି। କେମିତି ଜାଣି ପଥର ଭାସୁନାହିଁ କେଜାଣି ଉଡୁଛନ୍ତି। ହନୁମାନ ଉଠୁଛନ୍ତି ହନୁମାନ ଉଠୁଛନ୍ତି ବହୁତ ସାରା ଲୋକ ବି ତାପରେ ଦେଖନ୍ତୁ ଆଗରେ ଗୋଟେ ପୋଷ୍ଟର ଥିଲା ରାବଣ ସୀତାକୁ ଅପହରଣ କରି ନେଇଯାଉଛି। କିଛି ହରଣ କରି ନେଇଯାଉଛି। କେତେ ସାରା ଲୋକ ଉପରୁ ଯାଉଛନ୍ତି। ମନ୍ଦିର ଉପରକୁ ଯାଉଛି ସାଇଡରେ ଅନ୍ଧାର ଏଠି ଲାଇନ ନାହିଁ ବୋଧେ ଲାଇନ ତ ଥିଲା ମୁଁ ଗଲା ଲାଇନ ଆଇଲା ଆଉ ଏଇଟା ମନ୍ଦିର ଏଠି ଅଛି ରାମ ଲକ୍ଷ୍ମଣ ସୀତା ମଝିରେ ରାମ ଏପଟରେ ଲକ୍ଷ୍ମଣ ଏପଟରେ ସୀତା ଠିକ ଅଛି। ଦେଖନ୍ତୁ ଏଇଠି ପଇସା ପୁରଉଛନ୍ତି। ପଇସା ପୁରଉଛି ଖୋଲି ନେଇ ଯାଉଛନ୍ତି ଚୋର ଗୁଡା ଆମେ ଖାଲି କହୁଛନ୍ତି ମୁଁ ଜୁହାର ହଉଛି ଏଠି ଠିକ ଅଛି। ବାବା କ୍ୟାମେରା ଧରିଛନ୍ତି। ଦେଖନ୍ତୁ ବ୍ରାହ୍ମଣ କଥା ହଉଛି ମୋବାଇଲ ଥାଏ ଛୋଟ ମୋବାଇଲ ଥାଏ। ଦେଖନ୍ତୁ ରାମ ଠାକୁର ଠିକ ଅଛି। ରାମ ଠାକୁର ଆମେ କୁହନ୍ତି। ଦେଖନ୍ତୁ ଏଠି ବହୁତ ଲାଇନ ପଳେଇଲା ବହୁତ ବୋଧେ ତାହାର ଲାଇନ ଅଛି। ସେଥିରେ ବଲ ଲଗା ହେଇନି ବାହାରକୁ ପଳେଇ ଆଇଲି ମୁଁ ଏବେ ଠିକ ଅଛି। ଦେଖନ୍ତୁ ବାହାରେ ଆସିକି ତଳେ ଆପଣମାନେ ଜାଣିଛନ୍ତି ନା ସବୁ ବାହାଘର ଦେଖିତେ ସବୁ ଲୋକ ଆଇଛନ୍ତି ସାଙ୍ଗର ସେଠି ନା ବର ବି ବେଦୀରେ ଆସି ସାରିଲାଣି ଠିକ ଅଛି। ସବୁ ଲୋକମାନେ ଏଠି ଭୋଜନ ନଉଛନ୍ତି ପ୍ରସାଦ ନଉଛନ୍ତି ଭିଡ ମା ଦେଖନ୍ତି କି ଭିଡ ମୁଁ 14 ଦିନ ପରେ ପହଞ୍ଚି ସେତେବେଳେ ଆମେ ତ ବୁଢା ହେଇଛୁ ବାବା ବୁଢା ବଢ ହେଇଯାଇଥିବି। କିନ୍ତୁ ତଥାପି ଲୋକମାନେ ସବୁ ଲାଇନରେ ଠିଆ ହଉଛନ୍ତି। ଗୋଟେ ଝିଅ ଗୋଟେ ପୁଅ ଲାଇନ ଦିଆ ହେଇଛି ଏପଟେ ପୁଅ ଏପଟେ ଝିଅ ମାନେ ମହିଳା ଗୋଟେ ଠିକ ଅଛି। ଦେଖନ୍ତୁ ବହୁତ ସାରା ଲୋକ ଅଛନ୍ତି। ଗୋଟେ ଗଛ ମଝିରେ ଅଛି ଗଛ ମତେ ଖାଇ ଦଉଛନ୍ତି ଆଉ ଗଛ ଖାଇଦେଇ ଦିଅ ଠିକ ଅଛି। ଗଛ ଟିକେ ଖାଇଦବ ତମେ ଏମିତି ଖାଉଛ କେତେ ସାରା ଲୋକ ମା ମୁଁ ତଳକୁ ଆସିଛି ପୁଣି ମଣ୍ଡପ କତିକି ଆସିଛି ଠିକ ଅଛି। ସାଙ୍ଗମାନେ ଦେଖନ୍ତୁ ମଣ୍ଡପ ବେଦୀଟା ଅଛି କନ୍ୟାର ପିତା ମାନେ ସୀତାଙ୍କର ବାପା ହେଇଛନ୍ତି ଠିକ ଅଛି।
ଆଗରେ ଯୋଉ ନଦୀରେ ଆପଣଙ୍କୁ ଦେଖେଇଥିଲି ସେ ନଦୀର ରାମ ନୁହେଁ ନା ସେଇଠି ତୀର ମାରିକି ଗୋଟେ ପଥର ଉଠେଇଥିଲେ ସେଇ ପଥରର ସେଟା କୁଣ୍ଡି ତିଆରି ହେଇଥିଲା। ମା ସୀତା ସେଠି ସ୍ନାନ କରିଥିଲେ ଠିକ ଅଛି। ସେଇପାଇଁ କି ତା ନାମ ସୀତାକୁଣ୍ଡ ଠିକ ଅଛି। ରାମ ତୀର ମାରି ସୀତାକୁଣ୍ଡକୁ ଉପରୁ ଉଠେଇଥିଲେ। ସେ ସୀତାକୁଣ୍ଡର ନାମ ସୀତା ସ୍ନାନ କରିଥିଲେ ଠିକ ଅଛି। ସ୍ନାନ କରିଥିଲେ ସେଟା ସୀତାକୁଣ୍ଡ କୁହନ୍ତି। ମୁଁ ବି ଥରେ ଥରେ ସୀତାକୁଣ୍ଡରେ ଗାଧେଇଛି। ଗାଧେଇଲା ଗୋଟେ କଥା ମୋ ମାମା ନୁହେଁ ନା ଡଙ୍ଗା ଭସା ହଉଥିଲା ସେତେବେଳେ କା ଡଙ୍ଗା ଆଣି ଭସେଇ ଦେଇଥିଲା। ବାବା ଲୁଚେଇ ରଖିଥିଲେ କହିଲି ଭିଡିଓର ଠିକ ଅଛି। ତଳେ ପହଞ୍ଚି ଯାଇଛି ଭାଇ ଯିବା ଏବେ ପ୍ରତି ବର୍ଷ ଫେବୃଆରୀର ବଡ ମେଳା କରାଯାଏ ସେଠି ବଡ ଏକାଦଶୀ ଠିକ ଅଛି। ସେଠି ସବୁବେଳେ ବଡ ମେଳା ହୁଏ। ଆପଣ ମାନେ ଚାହିଁବେ ଯଦି ଆସିପାରନ୍ତି ଠିକ ଅଛି। ତାକୁ ଭୀମ ଏକାଦଶୀ କୁହାଯାଏ ଠିକ ଅଛି। ଏ ଦେଖନ୍ତୁ ଉପରେ ଗୋଟେ ବଡ ବ୍ରିଜ ଅଛି। ଏ ଦେଖନ୍ତୁ ଲୋକ ଠିଆ ହେଇକି ଚିଲଉଛନ୍ତି ବାବାଙ୍କୁ ବାବା ସରି ଭାଇ ତୋ ଝିଅ ବ୍ଲଗ କରୁଛି ଚିଲଉଛନ୍ତି। ମୁଁ ୟୁଟ୍ୟୁବର ହେଇଗଲିଣି ସେଇପାଇଁ ସବୁ ମତେ କହୁଛନ୍ତି। ବାବା କହୁଛନ୍ତି ଭାଇ ତୋ ଝିଅ ବ୍ଲଗ କରୁଛି ଦେଖ ଦେଖ। ସେଇଠି ମୁଁ ଦେଖେଇଛି ସେଇଠି ସୀତା ସ୍ନାନ କରିଥିଲେ। ଏଇ ପୁରା ଜାଗାରେ ସୀତା ସ୍ନାନ କରିଛନ୍ତି। ପାଣିକୁ ଟିକେ ନାକୁ ମୁଣ୍ଡ ପକଉଛି ଏତେ ଜୋରେ ବୁଡିଗଲା। ମାମା ମାରିବ ମୋ ଘରେ। କୁହାଯାଏ ପାଲ ଗାଧେଇଲେ ପୁଣ୍ୟ ହବ। ଏଇଟା ଗଙ୍ଗା ଜଳ। ଯିଏ ବି ଆସେ ଗାଧେଇକି ନିଶ୍ଚୟ ଯାଏ। ନିଶ୍ଚୟ ଗାଧେଇ ଠିକ ଅଛି। ଏଟା ପବିତ୍ର ଜଳ। ସୀତା ଗାଧେଇଥିଲେ ବୋଲିକି ଏଇଟା ପବିତ୍ର ଜଳ ହେଇଗଲା। ଏଟା ପାଣି ପିଇବା ଜଳ ହେଇଥାନ୍ତା। ପାଣି ପିଆ ହେଲେ ପିଇ ବି ହବ ପାଣି। ଠିକ ଅଛି। ସେଇଠି ବି ବହୁତ ସାରା ଲୋକ ଡଙ୍ଗା ଭସେଇଥିଲେ। ଉପରକୁ ପଳେଇଆ ମତେ ବେଶୀ ଇଣ୍ଟରେଷ୍ଟ ନାହିଁ ପାଣି ଭିତରେ ପଡିଯିବି ଠିକ ଅଛି। ହଉ ଯାଆନ୍ତୁ ଏବେ ଉପରକୁ ଯିବା ଠିକ ଅଛି। ଉପରକୁ ଯିବି ଏବେ ଉପରୁ ମୋ ମୁଣ୍ଡ ତଳେ ବ୍ରିଜ ଟା ଅଛି ଉଠିଯାଏ କିନ୍ତୁ ମୋ ମୁଣ୍ଡ ତଳେ ପଡିଯିବ ମୁଁ ଚେପା ହେଇଯିବି ଛୋଟ ଛୁଆଟା ଦେଖିପାରିବି ମତେ ବାବା ହେଲେ ଗୋଟେ ଭଲ ଚେପା ହେଇକି ଟେକିଥାନ୍ତେ। ଦେଖନ୍ତୁ ସିଡିରେ ପୁଣି ଯାଉଛି ସେ ସିଡିର ଏବେ ମୁଁ ଏବେ ଯିମି ବ୍ଲକ ମୁଁ ଏତେ ଆସ୍ତେ ପ୍ରସାଦ ଖାଇବା ଦେଖିଲାକୁ ଚାରିଆଡେ ବୁଲୁଛି ସେତିକି ବେଳୁ ଏତେ ଭିଡରେ ଖାଇପାରିଲିନି ପୁଣି ଯାଉଛି ଆଇସ୍କ୍ରିମ ଆଣିତେ ଯଦି ଆଇସ୍କ୍ରିମ ଆଣି ଖାଇବି ଠିକ ଅଛି। ଆସ୍ତେ ପ୍ରସାଦ ଖାଇଲି ପୁଣି ମଣ୍ଡପତି ଗଲୁ ମଣ୍ଡପତି ଯାଉଛି ଦେଖନ୍ତୁ ସେମାନେ ବାହାଘର ହଉଛି ଏବେ ହେଲା ମୁଁ ସେତେବେଳେ ଦେଖୁଛି ବାହାଘର ହେଲା ଦେଖିଲେ ବାହାଘର ହଉନଥିଲା କଣ କରିବି ମଣିଷ ଜୀବନ ଖରାପ। ଠିକ ଅଛି ଦେଖନ୍ତୁ ଏଠି ମଣ୍ଡପ ଟାକୁ ପୁରା ସଜା ହେଇଛି ବଢିଆ କିନା ଉପରେ ଯୋଉ କୁଣ୍ଠ ଲାଗିଛି
ସେଠି ପୁରା ବଢିଆ କିନା ଫୁଲମାଳ ସବୁ ଦିଏ ସଜା ହେଇଛି। ବହୁତ ସାରା ଲୋକ ଚାରିପଟେ ବସିଛନ୍ତି। ଆଉ ମୁଁ ବି ସେଠି ବସିଛି ସାଇଡ ର। କେହି ବି ଦେଖିକି କହିବେନି ଏଟା କାଲି ବାହାଘର କଲି ବୋଲି। ଠିକ ଅଛି, ସମସ୍ତେ ଦେଖିକି କହିବେ ଏଇଟା ଆଜି ବାହାଘର, ଅରିଜିନାଲ ବାହାଘର। ଠିକ ଅଛି, ଏଇ ଦେଖନ୍ତୁ। ମତେ ଥଣ୍ଡା ବି ଆସୁଛି। ସେ ଫଟ 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 ଫାଟ କରି ଯାବି ଦେଖନ୍ତୁ। ଏବେ ଯିବା ଏବେ ଟାଇମ ଆସିଥିଲେ କଲ୍ କରୁଛି। ଏବେ ଖାଇବା ମୁଣ୍ଡ ଦେଖି ଦେଖି ମତେ ଭୋକ ଲାଗିଲାଣି। ଚାଲନ୍ତୁ ଏବେ ଯିବା। ଠିକ ଅଛି, ଖାଇବି ଏବେ। ସଦରେ ଯିବି। ମା କେତେ ବଡ ଲାଇନ। ମୁଁ ତ 14 ଦିନ ଲାଗିଯିବ ମାଳିବାରିରେ ପଶିବାକୁ। ଥାଉ ମୁଁ ଯିମିନି। ପ୍ରସାଦ ଆଣିତେ ଯଦି ଗୋଟେ ଆଇସ୍କ୍ରିମ ଖାଇଦେବି। ଏଇ ଯେ ସେ ଆଇସ୍କ୍ରିମ ଟା ଠିକ ଅଛି। ବାବା କିନ୍ତୁ ପଇସା ହିଁ ଆଣିନାହାନ୍ତି। ନା ପଇସା ଆଣିଛନ୍ତି, ଗୁଗଲ ପେ ନାହିଁ। ଆଉ କେମିତି ଆଣିବା ଆଇସ୍କ୍ରିମ? ଖାଲି ପ୍ରସାଦ ଖାଇତେ ଆସିଛି, ଖାଲି ହାତରେ ଯାଉଛି। ଆଶା ଆଶା ରହିଥିଲା ପ୍ରସାଦ ଖାଇମି ଟିକେ, ଖାଲି ହାତ। ଏବେ ଯାଉଛି ଘରକୁ। ଆଉଥରେ ଦେଖିବା ପଚାରିବା ଦଉଛନ୍ତି କି ନାହିଁ। ଯଦି ବା ଦେବେ ତାହେଲେ ଭଲ କଥା। ଖାଲି ହାତରେ ଯିବି। ଠିକ ଅଛି, ମୁଁ ଆଗକୁ ଗଲି। ଭିଡ ମଝି ଭଳିଆ ତଥାପି ଦେଲିନି। ଆଉ କଣ ଯିବି ଘରକୁ। ଠିକ ଅଛି, ଆଶା କେତେ ରହିଥିଲା ଖାଇବି। ପୂର୍ଣ୍ଣ ହେଇପାରିଲାନି। ଯାଉଛି ଘରକୁ ମୁଁ। ଯଦି ମୋ ଭିଡିଓଟି ଭଲ ଲାଗିଛି ତ ନିଶ୍ଚୟ ଗୋଟେ ଲାଇକ୍ ସେୟାର ବି କରିବେ, ଫଲୋ ବି କରିବେ ମତେ। ଠିକ ଅଛି, ବ୍ରିଜ ଜୟ ଶ୍ରୀରାମ। ଆଉଥରେ କରିବା ଜୟ ଶ୍ରୀରାମ। ଦେଖନ୍ତୁ ଉପରେ ଉପରେ ସବୁ ଆମେ ଯାଉଛୁ ଉପରୁ ଯିମୁ। ହନୁମାନ ପାହାଡ ଟେକି ଦେଇଥିଲେ। କେଜାଣି ଯେତେ ପାହାଡ ଟେକିଲେ ଏତେବେଳେ ଲକ୍ଷ୍ମଣଙ୍କର ଦେହ ଖରାପ ହେଇଥିଲା। ସେ ସେଇଠି ପଡି ଯାଇଥିଲେ। ଠିକ ଅଛି, ଏ ମନ୍ଦିର ଛାତି ଚିରି ଦେଇଛନ୍ତି। ଓ ଭାଇ ଛାତି କାଇଁ ଚିରିଛ? ଫେବିକଲରେ ବିଞ୍ଛୁଡି ଦବ ହେଲା। ଫେବିକଲରେ ବିଞ୍ଛୁଡି ଦବ ଆଉ। ଶୁଣୁନାହାନ୍ତି ପଳେଇଦେଲା ଆଉ। ଆମେ ଘରେ ଯାଉଛୁ ଖାଲି ହାତରେ। ଖାଇବା ତ ନାହିଁ, ଦେଖିଆ ଘରେ ଖାଇବା। ଘରେ ଭାତ ଅଛି ନା। ଆଉ ଗୋଟେ କଥା ଜାଣିଛନ୍ତି, ଏ ଜୀବନ ଟା ବେକାର। ସାଙ୍ଗ ଗୋଟେ କଥା ଜାଣିଛନ୍ତି, ମତେ ଲାଇକ୍ କରିବେ। ଠିକ ଅଛି, ଫଲୋ ବି କରିବେ ମତେ। ଠିକ ଅଛି, ଆଗକୁ ଯାଉଛି ଏବେ। ଆଉ କଣ ଯାଉଛି
ମନ୍ଦିରଟା ଜୟ ଜଗନ୍ନାଥ। ଏବେ ମୁଁ ରଖୁଛି, ଠିକ ଅଛି। ବାଏ ବାଏ। ଲାଇକ୍ ବି କରିବେ, ମତେ ଫଲୋ କରିବେ, ଠିକ ଅଛି। ଆପଣ ଯଦି ଫାଙ୍କା ପାଇବେ ଆମ ରାମ ମନ୍ଦିରକୁ ନିଶ୍ଚୟ ଆସିବେ, ଠିକ ଅଛି। ବୁଲିବାକୁ ନିଶ୍ଚୟ ଆସିବେ, ଠିକ ଅଛି।